ସ୍ପୋର୍ଟସ୍ ଦରବାର ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ଆପଣଙ୍କୁ ସ୍ୱାଗତ କରୁଅଛି। ତ ସାଙ୍ଗମାନେ ଆଉ ଅଳ୍ପ ଦିନ ମଧ୍ୟରେ ଆପଣଙ୍କର ଷ୍ଟେଟ୍ ଏକ୍ଜାମ୍ ହେବାକୁ ଯାଉଛି। ତେଣୁ ମୁଁ ଆପଣଙ୍କ ପାଇଁ ପ୍ରାକ୍ଟିସ୍ ସେଟ୍ ନେଇକି ଆସିଛି। ଯୋଉଟାକି ଏବେ ମୁଁ ଟପିକ୍ ୱାଇଜ୍ ଆପଣଙ୍କୁ ପ୍ରାକ୍ଟିସ୍ କରଉଛି। ଆପଣଙ୍କ ପାଇଁ ବଛା ବଛା କ୍ୱେଶ୍ଚନ୍ ନେଇକି ଆସୁଛି ଏବଂ ଭଲ ଭଲ କ୍ୱେଶ୍ଚନ୍ ଟପିକ୍ ୱାଇଜ୍ ନେଇକି ଆସୁଛି। ତ ଆପଣ ଏ କ୍ୱେଶ୍ଚନ୍ ଗୁଡ଼ିକୁ ଆଟେମ୍ପ୍ଟ କରନ୍ତୁ ଏବଂ ଆପଣ ଦେଖନ୍ତୁ ଯେ ମୁଁ କେତୋଟି କ୍ୱେଶ୍ଚନ୍‌ର ଆନ୍ସର୍ ଦେଇପାରୁଛି। ଠିକ୍ ଅଛି? ତ ଆପଣଙ୍କ ପାଇଁ ଏଇ ଭିଡ଼ିଓଟି। ତ ଦେଖନ୍ତୁ ଆଜିର ପ୍ରଥମ ପ୍ରଶ୍ନ ହେଉଛି ଆମର ହେଲ୍ଥ ଏଜୁକେସନ୍‌ର ମୁଁ ପ୍ରାକ୍ଟିସ୍ ସେଟ୍ ନେଇ ଆସିଛି। କାହିଁକି ନା ମାନେ ଆପଣମାନେ କହୁଥିଲେ ଯେ ଟପିକ୍ ୱାଇଜ୍ MCQ ନେଇକି ଆସନ୍ତୁ। ତ ଏଇଟା ହେଉଛି ଆମର ହେଲ୍ଥ ଏଜୁକେସନ୍‌ରେ ରହିବ। ତ ଦେଖନ୍ତୁ ବାୟୋଲୋଜିକାଲ୍ ଆକ୍ଟିଭ୍ ଫର୍ମ ଅଫ୍ ଭିଟାମିନ୍ ଡି ଇଜ୍ ଆମର ଯେଉଁ ବାୟୋଲୋଜିକାଲ୍ ଆକ୍ଟିଭ୍ ଫର୍ମ ଭିଟାମିନ୍ ଡିର କ'ଣ ବୋଲି କହିଛି, ଯେଉଁଟାକି ଆମର କେମିକାଲ୍ ନାମ ବୋଲି ଆମେ କହିଥାଉ। ଠିକ୍ ଅଛି? ଅପସନ୍ ଗୁଡ଼ିକ ଦେଖିପାରୁଥିବେ। ତ ଆନ୍ସର୍ ଦେବା ପାଇଁ ଚେଷ୍ଟା କରନ୍ତୁ। ଏରେ ଦେଉଛି ରେଟିନାଲ୍, ବିରେ ଦେଉଛି କ୍ୟାଲସିଟ୍ରାୟଲ୍, ହେଲା, ସିରେ ଦେଉଛି ଏସ୍କର୍ବିକ୍ ଏସିଡ୍ ଏବଂ ଡିରେ ଦେଉଛି ହେମୋସାଇଟିନ୍। ଠିକ୍ ଅଛି? ତାହାର କ'ଣ ସଠିକ୍ ଉତ୍ତର ହେବ ସାଙ୍ଗମାନେ? ନା ଏହାର ସଠିକ୍ ଉତ୍ତର ହେଇଯିବ ଅପସନ୍ ବି କାଲସିଟ୍ରାୟଲ୍ ବା କାଲସିଫେରଲ୍। ଠିକ୍ ଅଛି? ଏଇଟା ଆପଣ ମନେ ରଖିବେ। ଭିଟାମିନ୍ ଡିର ଯେଉଁ କେମିକାଲ୍ ନାଁଟା ହେଇଯିବ କ'ଣ ନା କାଲସିଟ୍ରାୟଲ୍ ବା କାଲସିଫେରଲ୍। ତ ସାଙ୍ଗମାନେ এই ଭିଟାମିନ୍ର ଯେତିକି ସବୁ ଭିଟାମିନ୍ ଅଛି, ସେ ଭିଟାମିନ୍ର ଯେଉଁ କେମିକାଲ୍ ନାମ ଗୁଡ଼ିକ ଅଛି, ତା'ର ଯେଉଁ କେମିକାଲ୍ ନାମ ଗୁଡ଼ିକୁ ମନେ ରଖିବା ପାଇଁ ଏବେ ଆପଣଙ୍କୁ ଗୋଟେ ଟ୍ରିକ୍ ମୁଁ ଆପଣଙ୍କୁ କହିଦେବି। ଯେଉଁଟାକି ଆପଣ ଯଦି ମନେ ରଖିବେ ତେବେ ଆପଣଙ୍କୁ ମାନେ ବହୁତ ସୁବିଧା ହେବ ତାର ରେଷ୍ଟୁରାଣ୍ଟ ଯେଉଁ ଆମର ଯେଉଁ ରହିଛି କେମିକାଲ୍ ନାମ ଗୁଡ଼ିକ ମନେ ରଖିବା ପାଇଁ ଭିଟାମିନ୍ ଗୁଡ଼ିକର। ତ ଦେଖନ୍ତୁ, ତ ସାଙ୍ଗମାନେ ଦେଖନ୍ତୁ, ଆମେ ଜାଣିଛୁ ଭିଟାମିନ୍ ଆମର ଟୋଟାଲ୍ 13 ପ୍ରକାରର ଅଛି, ମାନେ 13ଟା ଅଛି। ଠିକ୍ ଅଛି? ଯେଉଁଟାରେ କି A, B, C, D, E, K ଅଛି ଏବଂ ଆମର ଯେଉଁ B ଭିଟାମିନ୍ ଅଛି ତା'ର ମାନେ କମ୍ପ୍ଲେକ୍ସ ଗୁଡ଼ିକ ଅଛି, ଯେଉଁଟାକି B1, B2, B3 ଏମିତି କରିକି 8ଟି ଅଛି। ତ ଟୋଟାଲ୍ ଆମର 13ଟି ଭିଟାମିନ୍ ଅଛି। ଠିକ୍ ଅଛି? ତ ଆପଣ ୟାକୁ ସିକ୍ୱେନ୍ସିଆଲି ଯଦି ଆପଣ ମନେ ରଖିବେ, ଯେମିତିକି A, B, C, D, E, K, ତେବେ ଏଇଟା ମନେ ରଖନ୍ତୁ କେମିତି ତାର ଆମର ଯେଉଁ କେମିକାଲ୍ ନାମ ଗୁଡ଼ିକ ମନେ ରଖିବେ ସବୁର। ଏର କେମିକାଲ୍ ନେମ୍ କ'ଣ ହେବ, ବିର କ'ଣ ହେବ, ସିର କି ହେବ, ଡିର କି ହେବ, ଇର କି ହେବ ଆଉ କେର କି ହେବ। ତ ଦେଖନ୍ତୁ ବିର ଯେଉଁ ରହିଲା ଆମର ତାର ହେଉଛି କମ୍ପ୍ଲେକ୍ସ ମାନେ ଭିଟାମିନ୍ ବି କମ୍ପ୍ଲେକ୍ସ ଗୁଡ଼ିକ ରହୁଛି, ହେଲା। ତ ସେଇଠୁ ଆମର ଯେଉଁ B1 ଯେଟା ସେଇଟାର ମୁଁ ଏଇଟାକୁ ନେଇକି କରୁଛି। ଠିକ୍ ଅଛି? ତ ଏଇ ଜିନିଷଟା ମନେ ରଖିବେ। ଦେଖନ୍ତୁ, ରଥ ଟାଣିବା ପାଇଁ ଆମେରିକା ଏବଂ କାନାଡ଼ାରୁ ଟ୍ରେନ୍ ଯୋଗେ ବହୁତ ଫରେନ୍ ଲୋକ ଆସନ୍ତି। ଠିକ୍ ଅଛି? ତ ଏଇଟା ମନେ ରଖିବେ। ଦେଖନ୍ତୁ, ରଥ ଟାଣିବା ପାଇଁ, ତ ଏଇଟା ଆପଣ ମନେ ରଖିବେ ଯେ ସିକ୍ୱେନ୍ସିଆଲ୍ ଆମକୁ ରଖିବାର ଅଛି ଭିଟାମିନ୍ ଗୁଡ଼ିକ A, B, C, D, E, K। ଠିକ୍ ଅଛି? ତ ସେଇଠୁ ମନେ ରଖିବେ କ'ଣ ନା ରଥ ଟାଣିବା ପାଇଁ ଆମେରିକା ଏବଂ କାନାଡ଼ାରୁ ଟ୍ରେନ୍ ଯୋଗେ ବହୁତ ଫରେନ୍ ଲୋକ ଆସନ୍ତି। ତ ଦେଖନ୍ତୁ ଏଇଠି ରର ଅର୍ଥ ହେଉଛି ରେଟିଓନାଲ୍, ଯେଉଁଟାକି ଭିଟାମିନ୍ ଏର କେମିକାଲ୍ ନେମ୍। ଠିକ୍ ଅଛି? ଦେନ୍ ଥରେ କ'ଣ ହେଉଛି ନା ଥିଆମିନ୍, ଯେଉଁଟାକି ଭିଟାମିନ୍ ବିର ମାନେ V1 ଆମର ଯେଉଁ ରହିଛି ଭିଟାମିନ୍ B1ର ଆମର କେମିକାଲ୍ ନାମ। ଦେନ୍ ହେଉଛି ଯେଉଁ ଆମେରିକାର ଆଟା, ହେଲା, ସେଇଟା ହେଉଛି ଏସ୍କର୍ବିକ୍ ଏସିଡ୍। ମନେ ରଖିବେ A ଫର୍ ଏସ୍କର୍ବିକ୍ ଏସିଡ୍, ଏ ଆଉ A, ହେଲା, ଏସ୍କର୍ବିକ୍ ଏସିଡ୍, ଯେଉଁଟାକି ଆମର କ'ଣ ଭିଟାମିନ୍ ସିର। ଦେନ୍ ଆସୁଛି ଭିଟାମିନ୍ ଡି, ଯେଉଁଟାକି କାନାଡ଼ାରୁ କାର ଅର୍ଥ ହେଉଛି କାର୍ସିଫେରଲ୍, ହେଲା, କାଲସିଫେରଲ୍। ଠିକ୍ ଅଛି? ତ ଏଇଟା ମନେ ରଖିବେ, ଯେଉଁଟାକି କ୍ୱେଶ୍ଚନ୍ ଦେଇଥିଲା ଭିଟାମିନ୍ ଡିର କେମିକାଲ୍ ନାଁଟା କ'ଣ ବୋଲି। ଠିକ୍ ଅଛି? ତ କାନାଡ଼ାର କେର ହେଉଛି କାର ହେଉଛି କାର୍ସିଫେରଲ୍। ଠିକ୍ ଅଛି? ଦେନ୍ ହେଉଛି ଟ୍ରେର ଅର୍ଥ ହେଉଛି ଟି, ଟ୍ରେନ୍ର ଟ ଆସୁଛି, ତ ଏଇଟା କ'ଣ ହେଇଯିବ ନା ଟସୋଫେରଲ୍ ଆସିଯିବ। ଠିକ୍ ଅଛି? ଟସୋଫେରଲ୍, ଯେଉଁଟାକି ଭିଟାମିନ୍ ଇର। ଦେନ୍ ହେଉଛି ଫରେନ୍ର ଫ ଯେଉଁଟା ଆସୁଛି ସେଇଟା ହେଉଛି ଫଲିକୁଇନନ୍ ଆସିଯିବ, ଯେଉଁଟାକି ଆମର ଭିଟାମିନ୍ କେ। ଠିକ୍ ଅଛି? ଏଇଭଳିଆ ମନେ ରଖିବେ। ଯେଉଁଟାକି ରଥ ଟାଣିବା ପାଇଁ ଆମେରିକା ଏବଂ କାନାଡ଼ାରୁ ଟ୍ରେନ୍ ଯୋଗେ ବହୁତ ଫରେନ୍ ଲୋକ ଆସନ୍ତି। ସେଇଠୁ ରରେ ହେଉଛି ଆମର ରେଟିଓନାଲ୍, ଥରେ ହେଉଛି ଆମର ଯେଉଁ ଭିଟାମିନ୍ ବିର ଥିଆମିନ୍, ଆମେରିକାରେ ଯେଉଁ ଆଟା ଆସୁଛି ସେଇଟା ଆସ୍କର୍ବିକ୍ ଏସିଡ୍, କାନାଡ଼ାର ସି ଯେଉଁଟା କାଲସିଫେରଲ୍, ଯେଉଁଟା ଭିଟାମିନ୍ ଡି, ହେଲା, ଡିର ନାମ ଯେମ୍ ଟ୍ରେର ହେଉଛି ଟସୋଫେରଲ୍, ଯେଉଁଟା ଭିଟାମିନ୍ ଇ ହେଇଯିବ। ଦେନ୍ ଫରେ ହେଉଛି ଫଲିକୁଇନନ୍, ଯେଉଁଟାକି ଭିଟାମିନ୍ କେ। ତ ଏଇଭଳିଆ ମନେ ରଖିବେ, ଯେଉଁଟାକି ଆପଣଙ୍କୁ ଗୋଟେ ସର୍ଟ ଟ୍ରିକ୍ କହିଦେଲି। ଏଇ ଯଦି ଏଇଟା ନାଁଟା ମନେ ରଖିଦେଲେ ତେବେ ଭିଟାମିନ୍ର ଯେତିକି ସବୁ କେମିକାଲ୍ ନାଁ ଆପଣଙ୍କୁ ରଖିବା ପାଇଁ ମାନେ ମନେ ରଖିବା ପାଇଁ ସୁବିଧା ହେବ। ଠିକ୍ ଅଛି? ଦେନ୍ ନେକ୍ସଟ ଯିବା ଆମେ କ୍ୱେଶ୍ଚନ୍କୁ।
ସାଙ୍ଗମାନେ ୟାର ଆନ୍ସର୍ ତ ପାଇଗଲେ ଯେ ବାୟୋଲୋଜିକାଲ୍ ଆକ୍ଟିଭ୍ ଫର୍ମ ଅଫ୍ ଭିଟାମିନ୍ ଡି ଇଜ୍ କାଲସିଟ୍ରାୟଲ୍ ବା କାର୍ସିଫେରଲ୍। ଠିକ୍ ଅଛି। ଦେନ୍ ଦେଖନ୍ତୁ ନେକ୍ସଟ କ୍ୱେଶ୍ଚନ୍, ଆକ୍ଟିଭ୍ ଫର୍ମ ଅଫ୍ ଭିଟାମିନ୍ ସି ଇଜ୍ ହେଲା ଭିଟାମିନ୍ ସି ର ଆକ୍ଟିଭ୍ ଫର୍ମ କ'ଣ, ଯେଉଁଟାକି ଆପଣଙ୍କ ସୂତ୍ରରେ ଯେଉଁ କହିଥିଲି ହେଲା, ଏ ବି ସି ରଥ ଟାଣିବା ପାଇଁ କ'ଣ ଆମର ଯେଉଁ ଆମେରିକାରୁ ହେଲା, ଯେଉଁଟାକି ଆମର ଏସ୍କର୍ବିକ୍ ଏସିଡ୍। ଠିକ୍ ଅଛି, ଆମେରିକାରୁ ଏସ୍କର୍ବିକ୍ ଏସିଡ୍ ହେଲା। ତ ଏହାର ସଠିକ୍ ଉତ୍ତର କ'ଣ ହେଇଯିବ ନା ଆମର ଅପସନ୍ ସି ଏସ୍କର୍ବିକ୍ ଏସିଡ୍, ସି ଫର୍ ଏସ୍କର୍ବିକ୍ ଏସିଡ୍। ଦେନ୍ ଦେଖନ୍ତୁ ନେକ୍ସଟ କ୍ୱେଶ୍ଚନ୍, ଆକ୍ଟିଭ୍ ଫର୍ମ ଅଫ୍ ଭିଟାମିନ୍ ଏ ହେଲା ରଥ, ଯେଉଁଟାକି ରେଟିଓନାଲ୍। ଠିକ୍ ଅଛି, ତେଣୁ ଏହାର ସଠିକ୍ ଉତ୍ତର କ'ଣ ହେଇଯିବ ଅପସନ୍ ଏ। ଦେନ୍ ନେକ୍ସଟ ଦେଖନ୍ତୁ, ଆକ୍ଟିଭ୍ ଫର୍ମ ଅଫ୍ ଭିଟାମିନ୍ B12 ଇଜ୍ ହେଲା, ଆନ୍ସର୍ ଦେବା ପାଇଁ ଚେଷ୍ଟା କରନ୍ତୁ। ତ ଏଇ ଆମର ଯେଉଁ B1 B2 B3 ଯେଉଁ ଅଛି, ଦେନ୍ B5 B6 B7 ଅଛି, ଦେନ୍ B9 B12 ଅଛି। ତ ଏଇଗାର ଯେଉଁ ରହିଛି କେମିକାଲ୍ ନାକା ଏଇଟା ଟିକେ ମନେ ରଖିବେ, ଆଉ ଯେଉଁଟା ମୁଁ ସଠିକ୍ରେ ଆପଣଙ୍କୁ କହିଦେଲି ସେଇଟା ମନେ ରଖିବା ପାଇଁ ଚେଷ୍ଟା କରିବେ। ତ ଦେଖନ୍ତୁ ଏଇଠି ଆକ୍ଟିଭ୍ ଫର୍ମ ଅଫ୍ ଭିଟାମିନ୍ B12 ହେଇଯିବ ଆମର ଅପସନ୍ ଡି ସଠିକ୍ ଉତ୍ତର ହେଇଯିବ ମିଠା କୋବାଲାମିନ୍ ବା ହେମୋସାଇଟିନ୍। ଠିକ୍ ଅଛି, ତ ଏଇଟା ମନେ ରଖିବେ ହେଲା। ଦେନ୍ ନେକ୍ସଟ ଦେଖନ୍ତୁ, ଫର୍ ଏଭ୍ରି କେଜି ଅଫ୍ ବଡି ୱେଟ୍ approximately how many calories is required every hour ହେଲା। ଆମର ଯେଉଁ ଏଭ୍ରି କେଜି ୱେଟ୍ର ବଡ଼ିର ଗୋଟେ କେଜି ୱେଟ୍ର ହେଲା, ତ ପ୍ରତି ଘଣ୍ଟାରେ କେତେ କ୍ୟାଲୋରିଜ୍ ଆବଶ୍ୟକ ହେଇଥାଏ। ଠିକ୍ ଅଛି, ଫର୍ ଏଭ୍ରି କେଜି ଅଫ୍ ବଡି ୱେଟ୍ ଆପ୍ରୋକ୍ସିମେଟଲି ହାଉ ମେନି କ୍ୟାଲୋରିଜ୍ ଇଜ୍ ରିକ୍ୱାର୍ଡ ଏଭ୍ରି ଆୱାର ହେଲା। ତ କ୍ୱେଶ୍ଚନଟା ପଢ଼ନ୍ତୁ ଏବଂ ଆନ୍ସର୍ ଦେବା ପାଇଁ ଚେଷ୍ଟା କରନ୍ତୁ। ତାର ସଠିକ୍ ଉତ୍ତର ହେଇଯିବ ଅପସନ୍ ସି 1.334 ବା 1.3 କ୍ୟାଲୋରିଜ୍ ଦରକାର ହେଇଥାଏ। ମାନେ ପ୍ରତି କେଜି ୱେଟ୍ରେ ପ୍ରତି ଘଣ୍ଟାରେ ପ୍ରତି କେଜି ୱେଟ୍ରେ ଆପ୍ରୋକ୍ସିମେଟଲି ହେଲା 1.334 ବା 1.3 କ୍ୟାଲୋରିଜ୍ ଆବଶ୍ୟକ ହେଇଥାଏ। ଠିକ୍ ଅଛି। ଦେନ୍ ନେକ୍ସଟ ଦେଖନ୍ତୁ, ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ନେକ୍ସଟଟା, ହୁଇଚ୍ ଅଫ୍ ଦ ଫଲୋଇଂ ହେଜ୍ ଗ୍ରେଟର୍ ଫୁଡ୍ ଭ୍ୟାଲୁ ହେଲା। এই ଯେଉଁ ଅପସନ୍ ଗୁଡ଼ିକ ଆପଣ ଏବେ ଦେଖିବେ ସେଇଟା ଭିତରୁ କେଉଁଟାର ମାନେ ଫୁଡ଼୍ର ଭ୍ୟାଲୁଟା ଗ୍ରେଟର୍ ହେଇଥାଏ। ଠିକ୍ ଅଛି, ତ ଏଇଟା ଦେଖନ୍ତୁ ଅପସନ୍ କେଉଁଟାର ଫୁଡ଼୍ ଭ୍ୟାଲୁ ଗ୍ରେଟର୍ ହେଇଥାଏ। ଏରେ ଦେଉଛି ହ୍ୱାଇଟ୍ ଏଗ୍ସ, ବିରେ ଦେଉଛି ବ୍ରାଉନ୍ ଏଗ୍ସ, ସିରେ ଦେଉଛି ବୋଥ୍ ଏ ଆଣ୍ଡ ବି ଏବଂ ଡି ଦେଉଛି ଡଗ୍ସ ଏଗ୍ସ। ତ ସାଙ୍ଗମାନେ ଏହାର ସଠିକ୍ ଉତ୍ତର ହେଇଯିବ ଅପସନ୍ ସି ବୋଥ୍ ଏ ଆଣ୍ଡ ବି। ଠିକ୍ ଅଛି, ବୋଥ୍ ଏ ଆଣ୍ଡ ବି। ତ ସାଙ୍ଗମାନେ ଏଇଗୁଡ଼ିକ ମୁଁ ଡାଇରେକ୍ଟ ଆମର ଯେଉଁ ଅଛି ବୁକ୍ରୁ ନେଇକି ଆପଣଙ୍କୁ କ'ଣ ପାଇଁ ପଢ଼ୁଛି, କାହିଁକି ନା ଏବେ ଯଦି ମୁଁ PDF ଆପଣଙ୍କୁ ବନେଇକି ଦେବି ପ୍ରୋଭାଇଡ଼ କରିବି ତେବେ ବହୁତ ଟାଇମ୍ ଚାଲିଯିବ। ତେଣୁ ମୁଁ ଏହାକୁ ଆମର ଯେଉଁ ରହିଛି ବୁକ୍ର ଯେଉଁ ଫର୍ମାଟ୍ ଗୁଡ଼ିକ ରହିଛି ସେଇଗାରୁ ହିଁ ଆପଣଙ୍କୁ ପ୍ରାକ୍ଟିସ୍ କରାଉଛି ହେଲା। ଯେହେତୁ ବି ଆମ ସର୍ଟସ୍ ମିଳୁ, କିନ୍ତୁ ଆପଣଙ୍କ ମେନ୍ ମୋଟିଭ୍ ରହିବ କେମିତିକି ମୁଁ ଅଧିକରୁ ଅଧିକ କ୍ୱେଶ୍ଚନ୍ ପାଇବି ଏବଂ ପ୍ରାକ୍ଟିସ୍ କରିପାରିବି। ତ ସେଇ ଉଦ୍ଦେଶ୍ୟରେ ଏଇଟାକୁ ଆପଣଙ୍କୁ ମୁଁ ଦେଉଛି। ଠିକ୍ ଅଛି, ତ ବେଶୀରୁ ବେଶୀ ଆନ୍ସର୍ ଦେବା ପାଇଁ ଚେଷ୍ଟା କରନ୍ତୁ ହେଲା। ଦେନ୍ ସାଙ୍ଗମାନେ ନେକ୍ସଟ କ୍ୱେଶ୍ଚନ୍ ଦେଖନ୍ତୁ, ଫୁଏଲ୍ ୟୁଜ୍ ବାଇ ଦ ବଡି ହ୍ୱାଇଲ୍ ଡୁଇଂ ଦ ଏକ୍ସରସାଇଜ୍ ଅଫ୍ ଗ୍ରେଟ୍ ଇଣ୍ଟେନ୍ସିଟି ଇଜ୍, ଯେଟା ଆମେ ଗ୍ରେଟ୍ ଇଣ୍ଟେନ୍ସିଟିରେ ଏକ୍ସରସାଇଜ୍ କରିଥାଉ ସେତେବେଳେ ଆମେ କେଉଁଠୁ ଫୁଏଲ୍ ବା କେଉଁଠୁ ଏନର୍ଜି ଗ୍ରହଣ କରିଥାଉ ହେଲା। ଏ କାର୍ବୋହାଇଡ୍ରେଟ୍ ଆଣ୍ଡ ଫ୍ୟାଟ୍ ଇକ୍ୱାଲି, ମାନେ କାର୍ବୋହାଇଡ୍ରେଟ୍ରୁ ଏବଂ କାର୍ବୋହାଇଡ୍ରେଟ୍ ଏବଂ ଫ୍ୟାଟ୍ ଦୁଇଟାରୁ ଇକ୍ୱାଲି। ଦେନ୍ ସି ଦେଉଛି more fat than carbohydrates ଏବଂ ଡି ଦେଉଛି none of the above। ତ ସାଙ୍ଗମାନେ ଏହାର ସଠିକ୍ ଉତ୍ତର ହେଇଯିବ କ'ଣ ନା ଅପସନ୍ ସି more fat than carbohydrates। ଠିକ୍ ଅଛି, more fat than carbohydrates ମାନେ କାର୍ବୋହାଇଡ୍ରେଟ୍ରୁ ଫ୍ୟାଟ୍ଟା ଆମେ ବେଶୀ ୟୁଜ୍ କରିଥାଉ। ଠିକ୍ ଅଛି, ଯେତେବେଳେ ଆମେ ହାଇ ଇଣ୍ଟେନ୍ସିଟିରେ ଏକ୍ସରସାଇଜ୍ କରିଥାଉ। ଠିକ୍ ଅଛି, ଏଇଟା ମନେ ରଖିବେ। ଦେନ୍ ନେକ୍ସଟ ଦେଖନ୍ତୁ, excess amount of potassium in the body cause malfunctioning of the ହେଲା। ଆମର ଏକ୍ସେସ୍ ଆମାଉଣ୍ଟ ଅଫ୍ ପଟାସିୟମ୍ ଯଦି ଆମ ବଡ଼ିରେ ହେଇଯାଉଛି ତେବେ କ'ଣ ପ୍ରଭାବ ପକାଇଥାଏ, ମାନେ କେଉଁଠି ପ୍ରଭାବ ପକାଇଥାଏ? ହାର୍ଟରେ, ବ୍ରେନ୍ରେ, କିଡ଼ନିଜ୍ରେ, ଲିଭର୍ରେ। ତ ଏହାର ସଠିକ୍ ଉତ୍ତର ହେଇଯିବ ସାଙ୍ଗମାନେ ଅପସନ୍ ସି କିଡ଼ନିରେ ହେଲା। ଦେନ୍ ନେକ୍ସଟ ଦେଖନ୍ତୁ, ଫ୍ୟାଟି ଏସିଡ୍ ଆର୍ ଷ୍ଟୋର୍ଡ ଇନ୍ ଦ, ଆମର ଯେଉଁ ଫ୍ୟାଟି ଏସିଡ୍ ଅଛି ସେଇଟା କେଉଁଠି ଷ୍ଟୋର୍ ହେଇକି ଥାଏ? କନେକ୍ଟିଭ୍ ଟିସ୍ୟୁ, ଅପର ମୋଷ୍ଟ ଲେୟାର, ଆଡିପୋସ୍ ଟିସ୍ୟୁ, ନନ୍ ଅଫ୍ ଦ ଆବଭ୍ ହେଲା। ତାର ସଠିକ୍ ଉତ୍ତର ହେଇଯିବ ଆଡିପୋସ୍ ଟିସ୍ୟୁ। ତ ଏବେ ମୁଁ କ୍ୱିକ୍ ଯାଉଛି, ଜଲ୍ଦି ଆନ୍ସର୍ ଦେବା ପାଇଁ ଚେଷ୍ଟା କରିବେ। ଠିକ୍ ଅଛି, ଆଉ ଯୋଗ ମୁଁ କହିବି କି ଏଇ କ୍ୱେଶ୍ଚନ୍ ଆନ୍ସର୍ ଗୁଡ଼ିକ ଆପଣ କମେଣ୍ଟ ବକ୍ସରେ କମେଣ୍ଟ କରିକି ଜଣାଇବେ। ତ ନିହାତି ଜଣାଇବା ପାଇଁ ଚେଷ୍ଟା କରିବେ। କମେଣ୍ଟ କରିବା ଦ୍ୱାରା ଆପଣଙ୍କର ଅଭ୍ୟାସ ବି ହେବ, ଆଉ ସେ ଯେଉଁ ଜିନିଷଟା ଆପଣ ଲେଖୁଛନ୍ତି ସେଇଟା ଅଧିକ ମାତ୍ରାରେ ଆପଣଙ୍କୁ ମନେ ରହିବ। ଠିକ୍ ଅଛି, ନେକ୍ସଟ ଦେଖନ୍ତୁ,
डेफिशिएंसी ऑफ विटामिन डी कजेस है विटामिन डी अभाव कौन होता है स्कर्वी होता है रिकेट्स होता है बेरीबेरी होता है नाइट ब्लाइंडनेस होता है तो यार सठिक उत्तर जो कौन है सांग मैंने ऑप्शन बी रिकेट्स है ऑप्शन बी रिकेट्स रिकेट्स विटामिन डी अभाव कौन होता है रिकेट्स से भाया आउ को माने जिते भी सब विटामिन अच्छी से विटामिन गुड अभाव केते माने कौन कौन सब रोग होता है एगा भी आप देखिकी जी जमती एका पढ़ुचे विटामिन डी अभाव कौन ना रिकेट्स अभाव होता है से भाया सब देखिकी जी है देन नेक्स्ट देखो व्हिच ऑफ द फॉलोइंग डिजीज हैव जेनेटिक ओरिएंटेशन है जो चार्टा डिजीज देती आप देखिपे से भर कौटा जेनेटिक ओरिएंटेशन बा जेनेटिक रु आसी थाए ठीक अच्छे HIV इन्फेक्शन देती बी रे बेरीबेरी दूसरी ट्यूबरकुलोसिस दूसरी हेमोफिलिया दूसरी तो आंसर देवाई चेष्टा करूँ आउ यार जदि आंसर जानते कमेंट बॉक्स में कमेंट करके जनातु है आ जो क्वेश्चन माने क्वेश्चन गुड़ी को बुझी पार ना जेहेतु मुझे क्विक माने आंसर गुड़ी को कहीदे आप पज मारतु क्वेश्चन टी बुझापी चेष्टा करूँ देन आंसर देवाई चेष्टा करूँ ठीक अच्छे मुझे तो मैंने क्वेश्चन पढ़ी सारिकी ऑप्शन दे सारापर आपको आंसर कहीदे ना तो से भितर आप देवाई चेष्टा करूँ आदि भावुं कि क्विक हो जाए तेज पज करके आंसरटा देवाई चेष्टा करूँ देन मुझे जो कहूँ करेक्ट आंसरटा से मिसेबा चेष्टा करूँ एवं लास्ट सब क्वेश्चन आंसर डिस्कस माने हो सारापर आप कमेंट बॉक्स में निहाती कमेंट करके जनइबे जे मुझे क्वेश्चन अटेम्प्ट नहीं एत क्वेश्चन ठीक है ठीक अच्छे तो ये देखूँ कौटा गोटे जेनेटिक ओरिएंटेशन है HIV इन्फेक्शन बेरीबेरी ट्यूबरकुलोसिस हेमोफिलिया तो सांग मैंने यार सठिक उत्तर हो ऑप्शन डी हेमोफिलिया ठीक अच्छे यहाँ गोटे है जेनेटिक ओरिएंटेशन है जेनेटिक डिजॉर्डरटा है हेमोफिलियाटा जोटा कि यार अभाव में आमर जो ब्लड कटिंग हो न था ठीक अच्छे ब्लड कटिंग हो न था आ ब्लड कटिंग जदि हेनी थर जब इंजुरी है आम माने कौ जो भी आम जो ब्लड बाहर तेज से एक्सेस अमाउंट ब्लड बाहरी था जेहेतु ब्लड कटिंग हुए तेणु यहाँ हेमोफिलिया कहले बुझे कौन ना यहाँ गोटे आम जेनेटिकल रोगटा एवं या जो आम ब्लड कटिंग जदि आम यार अभाव होता है तेज ये रोगटा होता है तेज आमर ब्लड कटिंग ठीक भाव में हो न था ठीक अच्छे नेक्स्ट देखो टोटाल नंबर ऑफ विटामिन रिक्वायर्स बाय ह्यूमन बॉडी यार एटा ऑलरेडी आपको कही सारी 13 प्रकार विटामिन है तेणु 4टा ऑप्शन देखापी पड़ो नहीं ऑप्शन ए हिंदी देती 13 प्रकार विटामिन थाए है तो कौन कौन आप कमेंट बॉक्स में कमेंट करके जनातु ठीक अच्छे जे 13टा कौन कौन बोली एवं बी कम्प्लेक्स भी नागा सब जनइबे है आप सबूर केमिकल नागा जानते आगु तेज सेटा भी आप कमेंट बॉक्स में कमेंट करके जनातु ए रो माने विटामिन ए रो आम केमिकल नाम कौन सेमती बी री बी कम्प्लेक्स जी सब अच्छी तार केमिकल नाम गुड़िक कौन कौन बोली ठीक अच्छे ये आप कमेंट बॉक्स में कमेंट करके जनइबे देन नेक्स्ट क्वेश्चन देखो विटामिन के इज इम्पोर्टाट फॉर है आमर विटामिन केटा कौन पर इम्पोर्टाट होता है प्रोवाइडिंग नरिशमेंट ऑफ बॉडी मेटाबॉलिज्म ऑफ द बॉडी प्रिवेंशन ऑफ डिजीज नॉर्मल कोआगुलेशन ऑफ ब्लड है तो सांग मैंने यार सठिक उत्तर हो कौन ना ऑप्शन डी नॉर्मल कोआगुलेशन ऑफ ब्लड क्लॉटिंग रे साहाय्य करता है किए ना विटामिन के है जार केमिकल नाम ए आप कमेंट बॉक्स में कमेंट करके जनातु जोटा कि आपको ट्रिक माध्यम में कही है देन नेक्स्ट देखो रेशियो ऑफ कार्बोहाइड्रेट्स प्रोटीन एंड फैट्स इन द डाइट ऑफ एन एवरेज ह्यूमन शुड बी आमर जो ये गोटे एवरेज माने लोक पाखरे कार्बोहाइड्रेट्स रेशियोटा कौ परिमाण थाए कार्बोहाइड्रेट्स प्रोटीन एवं फैट रो ठीक अच्छे तो यहाँ गोटे भेरी इंपोर्टाट क्वेश्चन आसबार संभावना अच्छी ठीक अच्छे तो यार सठिक उत्तर हो कौन ना सांग मैंने यार सठिक उत्तर हो ऑप्शन डी 4:1:1 यहाँ मन रखिए जो कि कार्बोहाइड्रेट 4 हम प्रोटीन 1 एवं फैट्स 1 ठीक अच्छे नेक्स्ट क्वेश्चन देखो व्हिच ऑफ द फॉलोइंग विटामिन इज रेस्पॉन्सिबल फॉर बॉडी ग्रोथ एंड कीपिंग द बॉडी हेल्दी ये जेहेतु बॉडी ग्रोथ एवं कीपिंग द बॉडी हेल्दी कही तेणु यार सठिक उत्तर हो कौन ना विटामिन ए बी कम्प्लेक्स बॉडी ग्रोथ रे साहाय्य करें बॉडी को हेल्थ रखिबार माने हेल्दी रखिबारे साहाय्य करें तेणु यार सठिक उत्तर हो कौन सांग मैंने ऑप्शन ए देन नेक्स्ट देखो मसल मास एंड स्ट्रेंथ इनक्रीज बाय आमर जो मसल मास अच्छी स्ट्रेंथ इनक्रीज हो कौन करने द्वारा
ସ୍ପିଡ୍ ଏଣ୍ଡୁରାନ୍ସ ୱାର୍କଆଉଟ୍ କରିବା ଦ୍ୱାରା, ଷ୍ଟ୍ରେନ୍ଥ ଟ୍ରେନିଂ କରିବା ଦ୍ୱାରା, ସ୍ପିଡ୍ ଟ୍ରେନିଂ କରିବା ଦ୍ୱାରା ବା ଏଣ୍ଡୁରାନ୍ସ ଟ୍ରେନିଂ କରିବା ଦ୍ୱାରା। ତ ଏହାର ସଠିକ୍ ଉତ୍ତର ହେଇଯିବ ଅପସନ୍ ବି, ଷ୍ଟ୍ରେନ୍ଥ ଟ୍ରେନିଂ କରିବା ଦ୍ୱାରା ମସଲ୍ ମାସ୍ ଏବଂ ଷ୍ଟ୍ରେନ୍ଥରେ ଇନକ୍ରିଜ୍ ହେଇଥାଏ ହେଲା। ନେକ୍ସଟ ଦେଖନ୍ତୁ, ହୁଇଚ୍ ଅଫ୍ ଦ ଫଲୋଇଂ ମିନେରାଲ କିପ୍ସ ବ୍ରେନ୍ ନେଲ୍ସ ଆଣ୍ଡ ହେୟାର ହେଲ୍ଦି। ତ ଏଇ ଯେଉଁ 4ଟା ମିନେରାଲ୍ସ ଦେଖୁଛନ୍ତି ସେଇଟା ମଧ୍ୟରୁ କେଉଁଟା ବ୍ରେନ୍ ନେଲ୍ସ ଏବଂ ଆମର ଯେଉଁ ହେୟାର ଅଛି ତାକୁ ହେଲ୍ଦି ରଖିବାରେ ସାହାଯ୍ୟ କରିଥାଏ। ଠିକ୍ ଅଛି, ଆନ୍ସର ଦେବା ପାଇଁ ଚେଷ୍ଟା କରନ୍ତୁ। ଏହାର ସଠିକ୍ ଉତ୍ତର ହେଇଯିବ ଅପସନ୍ ସି, ସଲଫର ହେଲା। ଏଇଟା ମନେ ରଖିବେ, ଆମର ଯେଉଁ ସଲଫର ମିନେରାଲ୍ସଟା ବ୍ରେନ୍ ନେଲ୍ସ ଆମର ହେୟାରକୁ ହେଲ୍ଦି ରଖିବାରେ ସାହାଯ୍ୟ କରିଥାଏ। ଠିକ୍ ଅଛି, ତ ନେକ୍ସଟ କ୍ୱେଶ୍ଚନ୍ ଦେଖନ୍ତୁ, ପ୍ରୋଟିନ୍ ଫ୍ରମ୍ ଦ ମେଜର ପାର୍ଟ ଅଫ୍ ଡାଏଟ୍ ଫର୍, ମାନେ ଏଇଠି କହିଛି କେଉଁ ସମୟରେ ପ୍ରୋଟିନ୍ର ମେଜର ପାର୍ଟ ବା ମୁଖ୍ୟ ଆବଶ୍ୟକ ହୋଇଥାଏ। ଠିକ୍ ଅଛି, ଷ୍ଟ୍ରେନ୍ଥ ଡୋମିନେଟିଂ ସ୍ପୋର୍ଟସ୍ ବେଳେ ଏଣ୍ଡ ଏଣ୍ଡୁରାନ୍ସ ଡୋମିନେଟିଂ ସ୍ପୋର୍ଟସ୍ ବେଳେ, ବୋଥ୍ ଏ ଆଣ୍ଡ ବି, ଏଣ୍ଡ ଡି ଦେଉଛି ନନ୍ ଅଫ୍ ଦ ଆବଭ୍। ତ ଏହାର ସଠିକ୍ ଉତ୍ତର ହେଇଯିବ ସାଙ୍ଗମାନେ ଅପସନ୍ ଏ, ଷ୍ଟ୍ରେନ୍ଥ ଡୋମିନେଟିଂ ସ୍ପୋର୍ଟ। ଯେତିକି ବି ଷ୍ଟ୍ରେନ୍ଥ ଡୋମିନେଟିଂ ସ୍ପୋର୍ଟସ୍ ଅଛି ସେଇ ସେତିକି ବେଳେ ପ୍ରୋଟିନ୍ର ଆବଶ୍ୟକତା ଅଧିକ ପଡ଼ିଥାଏ। ଏଇଟା ମନେ ରଖିବେ, ଷ୍ଟ୍ରେନ୍ଥ ଡୋମିନେଟିଂ ସ୍ପୋର୍ଟସ୍ ଯେତିକି ସବୁ ଅଛି। ଠିକ୍ ଅଛି, ତେଣୁ ଏହାର ସଠିକ୍ ଉତ୍ତର ହେଇଯିବ ଅପସନ୍ ଏ। କ'ଣ ହେଇଯିବ ନା ଅପସନ୍ ଏ ଏହାର ସଠିକ୍ ଉତ୍ତର ହେଇଯିବ। ଦେନ୍ ନେକ୍ସଟ କ୍ୱେଶ୍ଚନ୍ ଦେଖନ୍ତୁ, ହ୍ୱାଟ୍ ଇଜ୍ ଦ ମେନ୍ କଜ୍ ଅଫ୍ କନଷ୍ଟିପେସନ୍ ଏବଂ ଚିଲ୍ଡ୍ରେନ୍ ହେଲା। ଚିଲ୍ଡ୍ରେନ୍ମାନଙ୍କ ମଧ୍ୟରେ କନଷ୍ଟିପେସନ୍ କେଉଁ କାରଣ ଯୋଗୁଁ ଦେଖାଯାଇଥାଏ। ତ ଅପସନ୍ ଗୁଡ଼ିକ ଦେଖନ୍ତୁ, ଏକ୍ସେସିଭ୍ ୟୁଜ୍ ଅଫ୍ ଜଙ୍କ ଫୁଡ୍, ବି ଦେଉଛି ନଟ୍ ଟୁ ଗୁଡ୍ ଫୁଡ୍ ଚୁଇଂ ହ୍ୟାବିଟ୍ସ, insufficient roughage in their diet, ଅପସନ୍ ସି ରେ ଦେଉଛି lack of punctual and regular toilet service, ଅପସନ୍ ଡି ରେ ଦେଉଛି। ଠିକ୍ ଅଛି, ତ ସାଙ୍ଗମାନେ ଏହାର ସଠିକ୍ ଉତ୍ତର ହେଇଯିବ ଅପସନ୍ ଡି, lack of punctual and regular toilet service। ଏଇଟା ଯୋଗୁଁ କନଷ୍ଟିପେସନ୍ ହେଇଥାଏ ଚିଲଡ୍ରେନ୍ ମାନଙ୍କ ପାଖରେ, ଏଇଟା ମନେ ରଖିବେ। ଠିକ୍ ଅଛି, ନେକ୍ସଟ କ୍ୱେଶ୍ଚନ୍ ଦେଖନ୍ତୁ, ହୁଇଚ୍ ଅଫ୍ ଦ ଫଲୋଇଂ ଅପର ମୋଷ୍ଟ ସୋର୍ସ ଅଫ୍ ଭିଟାମିନ୍ ଏ ହେଲା। ଏ ଯେଉଁ 4ଟା ଅପସନ୍ ଦେଇଛି ସେଇଟା ମଧ୍ୟରୁ କେଉଁଟା ଭିଟାମିନ୍ ଏ ର ମାନେ ହାଏଷ୍ଟ ସୋର୍ସ ବା ଅପର ମୋଷ୍ଟ ସୋର୍ସ, ବା କେଉଁଟା ଖାଇଲେ ଆମେ ବେଶୀ ଅଧିକ ପରିମାଣରେ ଭିଟାମିନ୍ ଏ ପାଇପାରିବା। ତ ଏହାର ସଠିକ୍ ଉତ୍ତର ଆପଣ ଅପସନ୍ ଦେଖିପାରୁଥିବେ, ଏପ୍ରିକଟ୍ ଦେଇଛି, ବିଫ୍ ଲିଭର ଦେଇଛି, ସ୍ପିନାଚ୍ ଦେଇଛି, ଏଗ୍ସ ଦେଇଛି। ତ ଏହାର ସଠିକ୍ ଉତ୍ତର ହେଇଯିବ ଅପସନ୍ ବି, ବିଫ୍ ଲିଭର। ଠିକ୍ ଅଛି, ଏଇଟା ମନେ ରଖିବେ। ଦେନ୍ ନେକ୍ସଟ ଦେଖନ୍ତୁ, ହୁଇଚ୍ ଏଞ୍ଜାଇମ୍ ହେଲ୍ପସ୍ ଟୁ ଡାଇଜେଷ୍ଟ ପ୍ରୋଟିନ୍ ହେଲା। ତ ଏଇ ଯେଉଁ କେଉଁ ଏଞ୍ଜାଇମ୍ଟା ପ୍ରୋଟିନ୍କୁ ଡାଇଜେଷ୍ଟ କରିବାରେ ସହାୟକ ହେଇଥାଏ ହେଲା। ଅପସନ୍ ଦେଖିପାରୁଥିବେ, ଲିପେଜ୍ ଦେଇଛି, ଟ୍ରାପସିନ୍ ଦେଇଛି, ଆମାଇଲେସ୍ ଦେଇଛି, ନନ୍ ଅଫ୍ ଦ ଆବଭ୍ ଦେଇଛି। ତ ଏହାର ସଠିକ୍ ହେଇଯିବ କ'ଣ ସାଙ୍ଗମାନେ, ଅପସନ୍ ବି, ଟ୍ରାଇପସିନ୍। ଠିକ୍ ଅଛି, ଟ୍ରାଇପସିନ୍ ପ୍ରୋଟିନ୍ ଆମର ଯେଉଁ ରହିଛି ପ୍ରୋଟିନ୍କୁ ଡାଇଜେଷ୍ଟ କରିବାରେ ସାହାଯ୍ୟ କରିଥାଏ। ଏବଂ ଏଇ ଟ୍ରାଇପସିନ୍ ଏଞ୍ଜାଇମ୍ ସହିତ ଆଉ କେଉଁ ଏଞ୍ଜାଇମ୍ ଥାଏ ନା ପେପ୍ସିନ୍ ବି ମଧ୍ୟ ଆମର ପ୍ରୋଟିନ୍କୁ ଡାଇଜେଷ୍ଟ କରିବାରେ ସାହାଯ୍ୟ କରିଥାଏ। ତ ମନେ ରଖିବା, ଟ୍ରାଇପସିନ୍ ଆଉ ପେପ୍ସିନ୍ ଦୁଇଟା ଏଞ୍ଜାଇମ୍ ପ୍ରୋଟିନ୍କୁ ଡାଇଜେଷ୍ଟ କରିବାରେ ସହାୟକ ହେଇଥାନ୍ତି। ଦେନ୍ ନେକ୍ସଟ ଦେଖନ୍ତୁ, ହୁଇଚ୍ ଏଞ୍ଜାଇମ୍ ହେଲ୍ପସ୍ ଟୁ ଡାଇଜେଷ୍ଟ ଫ୍ୟାଟ୍ ହେଲା। କେଉଁଟା ଫ୍ୟାଟ୍କୁ ଡାଇଜେଷ୍ଟ କରିବାରେ ସାହାଯ୍ୟ କରିଥାଏ, କେଉଁ ଏଞ୍ଜାଇମ୍ଟା, ଏମାଇଲେଜ୍, ପ୍ରୋକ୍ଟେଜ୍, ଲିପେଜ୍। ତ ସାଙ୍ଗମାନେ ଏହାର ସଠିକ୍ ଉତ୍ତର ହେଇଯିବ ଅପସନ୍ ସି, ଲିପେଜ୍। ଠିକ୍ ଅଛି, ଲିପେଜ୍ ଫ୍ୟାଟ୍କୁ ଡାଇଜେଷ୍ଟ କରିବାରେ ସାହାଯ୍ୟ କରିଥାଏ ହେଲା। ସେ ଏଇଟା ଯେମିତି ଆମର ରହିଲା ପ୍ରୋଟିନ୍କୁ ଡାଇଜେଷ୍ଟ କରିବାରେ ଟ୍ରାଇପସିନ୍ ଆଉ ପେପ୍ସିନ୍ ସାହାଯ୍ୟ କରିଥାଏ ମାନେ ଏଞ୍ଜାଇମ୍, ସେଇଭଳିଆ ଫ୍ୟାଟ୍କୁ କିଏ ନା ଲିପେଜ୍। ସେଇଭଳିଆ ଏଇଠି ଦେଖନ୍ତୁ, ଏଇଠି ନେକ୍ସଟ କ୍ୱେଶ୍ଚନ୍ଟା ବଢ଼ିଆ ଦେଇଛି, ହାଉ ମଚ୍ କ୍ୟାଲୋରିଜ୍ ଇକ୍ୱାଲ୍ ଆବାଉଟ୍ 1 ପାଉଣ୍ଡ ଅଫ୍ ଫ୍ୟାଟ୍ ହେଲା। 1 ପାଉଣ୍ଡ ଅଫ୍ ଫ୍ୟାଟ୍ ଇକ୍ୱାଲ୍ ଟୁ କେତେ ହେବ, ଏଇଟା ଆପଣ କମେଣ୍ଟ ବକ୍ସରେ କମେଣ୍ଟ କରିକି ଜଣାଇବେ। କାହିଁକି ନା ଦେଖନ୍ତୁ, ଏଇଟା ଆପଣଙ୍କ ପାଇଁ ଟାସ୍କ ମୁଁ ଦେଉଛି, କହିଦେଉଛି। ଏଇଟା ଦେଖନ୍ତୁ, ଆମେ ଯଦି 1 ଗ୍ରାମ ଅଫ୍ ଫ୍ୟାଟ୍ ୟୁଜ୍ କରୁଛେ ତେବେ 9 କ୍ୟାଲୋରିଜ୍ ଆମକୁ ମିଳୁଛି ଏନର୍ଜି। ଠିକ୍ ଅଛି, 9 କ୍ୟାଲୋରିଜ୍ ଆମେ ପାଉଛେ। ଠିକ୍ ଅଛି, ସେଇଭଳିଆ ଏଠି କହିଛି 1 ପାଉଣ୍ଡ ଅଫ୍ ଫ୍ୟାଟ୍ରେ କେତେ ଆମେ କ୍ୟାଲୋରିଜ୍ ପାଇବା। ଠିକ୍ ଅଛି, ଯଦି ଆପଣଙ୍କୁ ମୁଁ କହିଦେବି 1 ଗ୍ରାମରେ 9 କ୍ୟାଲୋରିଜ୍ ଆସୁଛି ଏବଂ 1 ପାଉଣ୍ଡ ଇକ୍ୱାଲ୍ ଟୁ ଆମେ ଯଦି କେତେ ଜାଣିଯିବା, 1 ପାଉଣ୍ଡ ଇକ୍ୱାଲ୍ ଟୁ କେତେ ଗ୍ରାମ ଯଦି ଆମେ ଜାଣିଯିବା ତେବେ ଆମେ କ୍ୟାଲୋରିର ବାହାର କରିପାରିବା। ତ ଆପଣଙ୍କ ପାଇଁ ଟାସ୍କ ହେଲା 1 ପାଉଣ୍ଡ ଇକ୍ୱାଲ୍ ଟୁ କେତେ ହେଲା। ତ ସେମାନେ ଏଠି ଦେଖନ୍ତୁ, 1 ପାଉଣ୍ଡ ଇକ୍ୱାଲ୍ ଟୁ 453 ଗ୍ରାମ। ତ 453 ଗ୍ରାମ ଇଣ୍ଟୁ ଆମେ ଯଦି 9 କରିଦେବା ତେବେ ବାହାରିଯିବ ୟାର ଭ୍ୟାଲୁ। ତ ଏଇଟା ଆପଣ କମେଣ୍ଟ ବକ୍ସରେ କମେଣ୍ଟ କରିକି ଜଣାଇବେ। ଦେନ୍ ନେକ୍ସଟ ଦେଖନ୍ତୁ, ହୁଇଚ୍ ଏଞ୍ଜାଇମ୍ ହେଲ୍ପସ୍ ଟୁ ଡାଇଜେଷ୍ଟ କାର୍ବୋହାଇଡ୍ରେଟ୍ସ। ତ ଏଇ ଯେଉଁ ରହିଲା ଫ୍ୟାଟ୍ର ଆପଣ ମୁଁ କହିଦେଲି। ଦେନ୍ ଆପଣଙ୍କର ମୁଁ କହିଦେଲି ପ୍ରୋଟିନ୍, ଆମର ଯେଉଁ ରହିଛି ପ୍ରୋଟିନ୍କୁ କେଉଁ ଏଞ୍ଜାଇମ୍ ଡାଇଜେଷ୍ଟ କରିଥାଏ, ସେଇଭଳିଆ କାର୍ବୋହାଇଡ୍ରେଟ୍ସକୁ କେଉଁ ଏଞ୍ଜାଇମ୍ଟା ଡାଇଜେଷ୍ଟ କରିଥାଏ, ଏଇଟା ଆପଣ କମେଣ୍ଟ ବକ୍ସରେ କମେଣ୍ଟ କରିକି ନିହାତି ଜଣାଇବେ। ଠିକ୍ ଅଛି, ଦେନ୍ ନେକ୍ସଟ ଦେଖନ୍ତୁ, along which of the following kind of contact
ଡୁ କମ୍ୟୁନିକେବୁଲ୍ ଡିଜିଜ୍ ନଟ୍ ସ୍ପ୍ରେଡ୍ ହେଲା। ଏ ଚାରିଟା ମଧ୍ୟରୁ କେଉଁଟାରେ କମ୍ୟୁନିକେବୁଲ୍ ଡିଜିଜ୍ ଯୋଉଠି ରହିଛି ସେଟା ସ୍ପ୍ରେଡ୍ ହୁଏ ନାହିଁ, ସେକ୍ସୁଆଲ୍ ଦ୍ୱାରା, ସୋସିଆଲ୍ ଦ୍ୱାରା, ଓରାଲ୍ ଦ୍ୱାରା, ଫିଜିକାଲ୍ ଦ୍ୱାରା। ତ ସାଙ୍ଗମାନେ ଏହାର ସଠିକ୍ ଉତ୍ତର ହେଇଯିବ ସୋସିଆଲ୍ ଦ୍ୱାରା ଆମର କମ୍ୟୁନିକେବୁଲ୍ ଡିଜିଜ୍ଟା ସ୍ପ୍ରେଡ୍ ହୋଇନଥାଏ। ଆଉ ବାକି ସବୁ ସେକ୍ସୁଆଲି, ଓରାଲ୍ ବା ଫିଜିକାଲି ଯଦି ଆମେ କଣ୍ଟାକ୍ଟରେ ଆସିବା ତେବେ ଆମର କମ୍ୟୁନିକେବୁଲ୍ ଡିଜିଜ୍ଟା ୱାନ୍ ପର୍ସନ୍ ଟୁ ଅନଦର୍ ପର୍ସନ୍କୁ ମାନେ ସ୍ପ୍ରେଡ୍ ହେଇଥାଏ। ଠିକ୍ ଅଛି। ନେକ୍ସଟ ହେଉଛି ଫର୍ ଏଣ୍ଡୁରାନ୍ସ ଇନଫ୍ଲୁଏନ୍ସ ସ୍ପୋର୍ଟସ୍ ଦ ଡାଏଟ୍ ସୁଡ୍ ବି ରିଚ୍ ଇନ୍। ଆମର ଯେଉଁ ଏଣ୍ଡୁରାନ୍ସ ଯେଉଁ ଆକ୍ଟିଭିଟି କରୁଛୁ ବା ଏଣ୍ଡୁରାନ୍ସ ରିଲେଟେଡ୍ ଯେତିକି ଆମର ସ୍ପୋର୍ଟସ୍ ଅଛି ଯେଉଁଥିରେ ଆମେ ଏଣ୍ଡୁରାନ୍ସକୁ ୟୁଜ୍ କରୁଛୁ, ତ ସେହି ସମୟରେ ଆମର ଡାଏଟ୍ରେ କେଉଁଟା ସବୁଠୁ ଅଧିକ ପରିମାଣରେ ରହିବା ଦରକାର ହେଲା। ଫ୍ୟାଟ୍ ରହିବା ଦରକାର, ମିନେରାଲ୍ ରହିବା ଦରକାର, ପ୍ରୋଟିନ୍ ରହିବା ଦରକାର ନା କାର୍ବୋହାଇଡ୍ରେଟ୍ ରହିବା ଦରକାର। ତ ସାଙ୍ଗମାନେ ଏହାର ସଠିକ୍ ଉତ୍ତର ହେଇଯିବ ଅପସନ୍ ଡି କାର୍ବୋହାଇଡ୍ରେଟ୍। ତ ମନେ ରଖିବେ ଏଣ୍ଡୁରାନ୍ସ ରିଲେଟେଡ୍ ଯେତେ ବି ସ୍ପୋର୍ଟସ୍ ଅଛି ସେଇଠି ଯେତେବେଳେ କ'ଣ ଆମେ କରିଥାଉ ନା ସେତେବେଳେ ଆମର ହାଇ ପରିମାଣରେ ବା ବେଶୀ ପରିମାଣରେ ଆମେ କାର୍ବୋହାଇଡ୍ରେଟ୍ ଖାଇଥାଉ। କିନ୍ତୁ ଯଦି ଷ୍ଟ୍ରେନ୍ଥ କଥା ଆସିବ ସେ ଷ୍ଟ୍ରେନ୍ଥ ବେଳେ ଆମେ ଫ୍ୟାଟ୍ ପ୍ରୋଟିନ୍ର ଆବଶ୍ୟକତା ପଡ଼ିଥାଏ। ଠିକ୍ ଅଛି। କାର୍ବୋହାଇଡ୍ରେଟ୍ସ କେତେବେଳେ ନା ଏଣ୍ଡୁରାନ୍ସ ବେଳେ, ଆଉ ପ୍ରୋଟିନ୍ଟା କେତେବେଳେ ନା ଯେତେବେଳେ ଆମ ଷ୍ଟ୍ରେନ୍ଥ ଜିନିଷ ଯେତିକି ସବୁ ଷ୍ଟ୍ରେନ୍ଥ ରିଲେଟେଡ୍ ସ୍ପୋର୍ଟସ୍ କରିଥାଉ ସେତେବେଳେ ଆବଶ୍ୟକ ପଡ଼ିଥାଏ। ଠିକ୍ ଅଛି, ଏଇଟା ମନେ ରଖିବେ। ଦେଖନ୍ତୁ ନେକ୍ସଟ କ୍ୱେଶ୍ଚନ୍, ହୁଇଚ୍ ଅଫ୍ ଦ ଫଲୋଇଂ ମିନେରାଲ୍ସ ଫର୍ମ ବୋନ୍ସ ଆଣ୍ଡ ଟିଥ୍ ହେଲା। କେଉଁ ମିନେରାଲ୍ସଟା ବୋନ୍ ଆଣ୍ଡ ଟିଥ୍ ତିଆରି କରିବାରେ, ହାଡ଼ ଏବଂ ଆମର ଯେଉଁ ରହିଛି ଟିଥ୍ ବା ଦାନ୍ତ ଗୁଡ଼ିକ ତିଆରି କରିବାରେ ସାହାଯ୍ୟ କରିଥାଏ। ଏଠି ଆପଣ ଅପସନ୍ ଗୁଡ଼ିକ ଦେଖିପାରୁଥିବେ। ପଟାସିୟମ୍ ଆଣ୍ଡ କାଲସିୟମ୍ ଦେଇଛି, ଆଇରନ୍ ଆଣ୍ଡ ସଲଫର ଦେଇଛି, ଫସ୍ଫରସ୍ ଆଣ୍ଡ ଆଇରନ୍ ଦେଇଛି, ଫସ୍ଫରସ୍ ଆଣ୍ଡ କାଲସିୟମ୍ ଦେଇଛି। ତ ସାଙ୍ଗମାନେ ଏହାର ସଠିକ୍ ଉତ୍ତର ହେଇଯିବ ଅପସନ୍ ଡି ଫସ୍ଫରସ୍ ଆଣ୍ଡ କାଲସିୟମ୍। ଠିକ୍ ଅଛି। ଦେନ୍ ନେକ୍ସଟ ଦେଖନ୍ତୁ, ଡାଇଜେସନ୍ ଅଫ୍ ଦ ଫ୍ୟାଟ୍ ଟେକ୍ ପ୍ଲେସ୍ ମେନଲି ଇନ୍। ଆମର ଯେଉଁ ଡାଇଜେସନ୍ ଫ୍ୟାଟ୍ର ଡାଇଜେସନ୍ଟା ଆମର ଶରୀରର କେଉଁଠି ହୋଇଥାଏ। ଠିକ୍ ଅଛି। ଯେଉଁ ଫ୍ୟାଟ୍ର ଡାଇଜେସନ୍ଟା ମାଉଥ୍ରେ, ସ୍ମଲ୍ ଇଣ୍ଟେଷ୍ଟାଇନ୍ରେ, ଲାର୍ଜ ଇଣ୍ଟେଷ୍ଟାଇନ୍ରେ, ଲିଭର୍ରେ। ତ ସାଙ୍ଗମାନେ ଏହାର ସଠିକ୍ ଉତ୍ତର ହେଇଯିବ ଅପସନ୍ ବି ସ୍ମଲ୍ ଇଣ୍ଟେଷ୍ଟାଇନ୍ରେ ହେଲା। ଆମର ଯେଉଁ ରହିଛି କ୍ଷୁଦ୍ରାନ୍ତରେ ଆମର ଫ୍ୟାଟ୍ ଡାଇଜେସନ୍ ହେଇଥାଏ ବା ସେଇଠି ଡାଇଜେସନ୍ ପ୍ରକ୍ରିୟାଟା ଷ୍ଟାର୍ଟ ହେଇଥାଏ ଆମର କାହାର ନା ଫ୍ୟାଟ୍ର ହେଲା। ତେଣୁ ଏହାର ସଠିକ୍ ଉତ୍ତର ହେଇଯିବ କ'ଣ ନା ଅପସନ୍ ବି ସ୍ମଲ୍ ଇଣ୍ଟେଷ୍ଟାଇନ୍। ଠିକ୍ ଅଛି। ତ ସାଙ୍ଗମାନେ ଆଜିର ପ୍ରାକ୍ଟିସ୍ ସେଟ୍ରେ ଏଇଭଳିଆ କିଛି କ୍ୱେଶ୍ଚନ୍ ଥିଲା ଯେଉଁଟାକି ଆପଣଙ୍କ ସହ ମୁଁ ଆମ ସେୟାର କଲି। ଆଶା କରିକି ଯାହା ବି ଆଜି ଆପଣଙ୍କ ପାଇଁ ମୁଁ ନେଇକି ଆସିଥିଲି ଆପଣଙ୍କ ଯେଉଁ ଷ୍ଟେଟ୍ ଏକ୍ଜାମ୍ରେ ହେଲ୍ପଫୁଲ୍ ହୋଇପାରିବ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେ ନାହିଁ। ପୁଣି ଦେଖା ହେବ ନେକ୍ସଟ ପ୍ରାକ୍ଟିସ୍ ସେଟ୍ ଭିଡ଼ିଓରେ। ସେତିକି ପାଇଁ ରହୁଛି। ଜୟ ଜଗନ୍ନାଥ, ଜୟ ଫିଜିକାଲ୍ ଏଜୁକେସନ୍।